এই জীবনের এমিতি গোটাଏ ঝିଅ ଆସିବ ମୁଁ କେବେ ହିଁ ଭାବିନଥିଲି। ମମି ମମି ଲୋ, ଆରେ ମୁଁ ଭାଉଜଙ୍କ ବିଷୟରେ ଏତେ କଥା କହୁଛି, ହେଲେ ତୁ ଚୁପ୍ ହେଇ ଠିଆ ହେଇଛୁ। ତୁ କଣ କହୁଛୁ? ଏ ସାଇ ଭାଇ ତାକୁ ଡାକି ବନ୍ଦାପନା କରି ଘର ଭିତରକୁ ପାଣିଥାନ୍ତି, ହାତ ଗୋଟା ତାକୁ ପାଣିଥାନ୍ତି। ଦେଖିବା ମୋ ପୁଅ ଗୋଟେ ବାରାବୁଇ ଠତର ଖାଇକି ଯାଇ ନାଇଁ ମମି ନାଇଁ, ଭାଉଜ ସେମିତି ଘର ଝିଅ ନୁହେଁ ଯାହା ପାଇଁ ଆମର ମାନ ସମ୍ମାନ ସବୁ ମାଟିରେ ମିଶିଛୁ। ଆରେ ତାଙ୍କର ଆଭିଜାତ୍ୟ ଅଛି, ପରମ୍ପରା ଅଛି। ସବୁ କହିବି ସିଏ ହଉଛି ମୋ ସଉତୁଣ ପୁଅ, ଦେଖିପାରିବିନି। ବାଃ ମମି ବାଃ ବାଃ ବାଃ, ଆରେ ତ ଯୁକ୍ତିକୁ ମୁଁ ତାରିଫ କରୁଛି। ଆରେ ଯୋଉ ପୁଅ ତତେ ଦେବୀ ଭଳି ପୂଜା କରେ, ତାକୁ ତୁ ସାବତ ପୁଅ କହିବା ପୂର୍ବରୁ ତୋ ବିବେକ ତତେ ବାଧା ଦେଲାନି। ତୋ ମା ଯାହା କହୁଛୁ ଠିକ କହୁଛୁ। ମୁଁ ଯେତେବେଳେ ତା ନିଜ ରକ୍ତ, ଆଉ ସିଏ ହେଲା ପର। ଆଉ ତୋ ମା ଯାହା କରୁଛି ବାପା ତୋ ମଙ୍ଗଳ ପାଇଁ କରୁଛି। ଆଉ ଥରେ ଯଦି ସେଇଭଳିଆ ଶବ୍ଦ ଆପଣ ଉଚ୍ଚାରଣ କରନ୍ତି ତାହେଲେ ମୁଁ ଭୁଲିଯିବି ଆପଣ ମୋ ମାମୁଁ ବୋଲି। ଠିକ ଅଛି, ମୋ ମଙ୍ଗଳ ପାଇଁ ତମେ ମାନେ ସବୁ କିଛି କରୁଛ। ମମି, ମୋ ମଙ୍ଗଳ ପାଇଁ ତୁ ଆଉ ଗୋଟାଏ କାମ କରିଦେଇପାରିବୁ। କଣ ଦରକାର? ଓ ମା ସୁନନ୍ଦା ବଞ୍ଚି ଥାଉ ଥାଉ ଏ ଦୁନିଆ ସବୁ ଅସମ୍ଭବକୁ ସମ୍ଭବ କରିପାରିବ। ତୋର କଣ ଦରକାର? ମମି, ତୁ ମତେ ମାରି ଦେଇପାର। ଆରେ ଏଇଟା ଗୋଟେ କି କଥା କହୁଛି ରେ ବାପା ଭଣଜା? ଇଏ ମା ହେଇକି ପୁଅଟାକୁ କଣ ମାରିପାରିବ? ମା ହେଇ ଯଦି ପୁଅକୁ ମାରି ପାରୁନି, ତାହେଲେ ସେଇ ମା ହେଇ ଆଉ ଗୋଟାଏ ପୁଅର ଭବିଷ୍ୟତ